ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ। ଏପରି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିଲେ ଏବଂ ପ୍ରଭୁ ରାମଙ୍କର ଆଶୀର୍ବାଦ ନେଇଛନ୍ତି। ରାମ ଓ ହନୁମାନ, ଭକ୍ତ ଓ ଭଗବାନ। ରାମଙ୍କ ପାଇଁ ହନୁମାନ, ରାମଙ୍କୁ ନେଇ ହନୁମାନ। ପୁରା ବିଶ୍ୱରେ ରାମ ମନ୍ଦିରକୁ ନେଇ ଚର୍ଚ୍ଚା ଚାଲିଛି। କୋଣ ଅନୁକୋଣରୁ ଭକ୍ତ ନିଜ ପ୍ରାଣପ୍ରିୟ ଭଗବାନଙ୍କୁ ଦେଖିବାକୁ ଧାଇଁ ଆସୁଛନ୍ତି। ଏପରି ସ୍ଥଳେ ହନୁମାନ କେମିତି ବା ବାଦ ପଡ଼ିବେ? ପ୍ରଭୁ ରାମଙ୍କର ଯଦି ଦୁନିଆରେ ସବୁଠୁ ବଡ଼ ଭକ୍ତ କିଏ ଥିବ, ସେ ହେଉଛନ୍ତି ସଙ୍କଟମୋଚନ ମହାବଳୀ ହନୁମାନ। ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ। ଏ କଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ମିଛ ଲାଗୁଥାଇପାରେ, କିନ୍ତୁ ଏ କଥାଟି ସମ୍ପୂର୍ଣ୍ଣ ସତ। ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି। ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି। ଆଜି ଭୋର 5:50 ଘଟଣା, ଯାହା ଆପଣଙ୍କୁ ନିଶ୍ଚିତ ଭାବେ ସ୍ତବ୍ଧ କରିଦେବ ଏବଂ ଆଶ୍ଚର୍ଯ୍ୟ କରିଦେବ ଏବଂ ପ୍ରଭୁଙ୍କ ପ୍ରତି ଆପଣଙ୍କର ଭକ୍ତି ଆହୁରି ବଢ଼ାଇଦେବ। ଘଟିଥିଲା ଏକ ଅଲୌକିକ ଘଟଣା। ଆଜି ସକାଳେ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହ ଭିତରେ ପ୍ରବେଶ କରିଥିଲା ଏକ ମାଙ୍କଡ଼। ଏପରି ଘଟଣାକୁ ଦେଖି ହନୁମାନ ପ୍ରଭୁଙ୍କୁ ଦେଖିବାକୁ ଆସିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ମାଙ୍କଡ଼କୁ ଦେଖିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚିଥିଲେ। ତେବେ ଡର ଥିଲା କାଳେ ସେ ବିଗ୍ରହକୁ ତଳେ ପକାଇଦେବ। ମାଙ୍କଡ଼କୁ ଘୋଡ଼ାଇବାକୁ ଗଲାବେଳେ ସେ ସେଠାରୁ ଦୌଡ଼ି ଉତ୍ତର ଦ୍ୱାର ପଟକୁ ଚାଲି ଯାଇଥିଲା। କିନ୍ତୁ ଉତ୍ତର ଦ୍ୱାର ବନ୍ଦ ଥିବାରୁ ପୂର୍ବ ଦିଗରୁ ବାହାରକୁ ବାହାରିଥିଲା, ଯେଉଁଠି ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ସେହି ବାଟେ ଦେଇ ମାଙ୍କଡ଼ଟି ବାହାରି ଯାଇଥିଲା। ଶହ ଶହ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିବା ସତ୍ତ୍ୱେ କାହାରିଙ୍କର କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା ମାଙ୍କଡ଼ଟି। ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଏମିତି ଘଟଣା ବାରମ୍ବାର ଘଟିଛି, କିନ୍ତୁ ଆଜିର ଘଟଣା ପରେ ସତେ ଯେମିତି ସ୍ୱୟଂ ସଙ୍କଟମୋଚନ ମହାବଳୀ ହନୁମାନ ମନ୍ଦିରକୁ ଆସିଥିଲେ ତାଙ୍କ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ। ଏ ପୁରା ଘଟଣାକୁ ସୋସିଆଲ ମିଡ଼ିଆରେ ସେୟାର କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର। ତେବେ ଯଦି କହିବା ରାମ ଓ ହନୁମାନ, ଭକ୍ତ ଓ ଭଗବାନ, ରାମଙ୍କ ବିନା ହନୁମାନ କିଛି ବି ନୁହଁ। ରାମଙ୍କ ପାଇଁ ହନୁମାନ, ରାମଙ୍କୁ ନେଇ ମଧ୍ୟ ହନୁମାନ। ପୁରା ବିଶ୍ୱରେ ରାମ ମନ୍ଦିରକୁ ନେଇ ଚର୍ଚ୍ଚା ଚାଲିଛି। କୋଣ ଅନୁକୋଣରୁ ଭକ୍ତମାନେ ମଧ୍ୟ ନିଜର ପ୍ରାଣପ୍ରିୟ ମାନବୀୟ ଭଗବାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ଧାଇ ଆସିଛନ୍ତି। ତେବେ ଏଭଳି ସ୍ଥଳରେ ହନୁମାନ କିଭଳି ବା ବାଦ ପଡ଼ିପାରନ୍ତା, ଯେହେତୁ ପ୍ରଭୁଙ୍କର ସେ ହେଉଛନ୍ତି ସବୁଠୁ ପ୍ରିୟ ଭକ୍ତ। ତ ସେହି ଅନୁସାରେ ହନୁମାନ ମଧ୍ୟ ଆଜି ସକାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ ଏବଂ ସିଧାସଳଖ ଗର୍ଭଗୃହକୁ ଯାଇ ପ୍ରଭୁଙ୍କ ଦର୍ଶନ କରି ପୁଣି ନିଜ ବାଟରେ ଫେରି ଯାଇଥିଲେ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମକୁ ଫଲୋ ଏବଂ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି।